ଧୁ ଧୁ ଖରା ବେଳେ ଜଣେ ବୟସ୍କ ବୁଢ଼ୀ ଲୋକ ଯାହାଙ୍କ ବୟସ 80ରୁ 85 ବର୍ଷ ହେବ କ'ଣ ମାଗି ଯାଚି ନେଇକି ଯାଉଥାନ୍ତି। ଆମ ନଜର ପଡ଼ିଲା, ତାଙ୍କୁ ଟିକେ ଅଟକେଇ ତାଙ୍କ ବିଷୟରେ ଟିକେ ବୁଝିଲୁ ଯେ କ'ଣ ତାଙ୍କର ହେଇଛି, କାହିଁ ଏ ବୟସରେ ଏତେ ଖରାରେ ସେ ଯାଉଛନ୍ତି। ତାଙ୍କଠାରୁ କିଛି ତଥ୍ୟ ଆମେ ସଂଗ୍ରହ କଲୁ। ତମର ମାଉସୀ କେଇ ପୁଅ? ସେ ଗୋଟିଏ ପୁଅ, ତିନିଟା ଝିଅ। ଝିଅ ମାନେ ଭଲ? ଝିଅମାନଙ୍କୁ ଦେଲାଣି, ଝିଅମାନଙ୍କୁ ଦେଲାନି କିଛି। ମୋର କ'ଣ ହବ? ମୁଁ ସାନକୁ କାଲି ଯିବି, ପଇସା ଦେଲେ କୁଆଡ଼େ ଯିବ? କ'ଣ କରିବୁ? ମାଇଲା ଘରେ ରଖେଇ ଦେବୁନି, ଫ୍ୟାନ୍ ଟିକେ ଦେବୁନି ପବନରେ, ଘରେ ଦଳି ପୋତାଇ କଷାରେ ମୁଟୁଛି। ମୁଁ ହେଲିରେ ଯାଉନ ଘରେ ରହି ଖାଇ ପିଇକି ରହିବ। ଖାଇପାରିନି ମା, ଭାତ ପାଟି ଗୋଇଠ କହିଲା 5 ଏ ଦୋକାନରେ ସବୁ ନବ। ଏଇଭଳି ପ୍ରଚଣ୍ଡ ଖରାରେ ବୁଢ଼ୀ ଲୋକଟି ଯାଉଥିବାର ଦେଖିଲେ ଯେକୌଣସି ଲୋକର ହୃଦୟ ତରଳିଯିବ। ଦେଖନ୍ତୁ କେମିତି ନଈ ନଈ ଏ ଖରାରେ କିଛି ହାଟରୁ ମାଗିକି ଘରକୁ ନେଇକି ଯାଉଛନ୍ତି। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି। ହରିନାମ ଚିନ୍ତା କରୁଛି ଆଉ, ସେତେବେଳେ ବସ ବେଳେ 900 ଘଇତା କରୁଥିଲା। ହରିନାମ ଚିନ୍ତା କରୁଛି। ଉଦ୍ଧତ ଟିକେ ଥିଲେ ନା କଣ? କଣ ହେଲା? ତା ସ୍ୱାମୀ କି କହିବ ଗଞ୍ଜ। ଗଞ୍ଜ ମାନେ? ସେ ଗଞ୍ଜେଇ ଖାଇଦ। ସ୍ୱାମୀ ଖାତିର କରନ୍ତିନି? ସ୍ୱାମୀ କି ଖାତିର କରେ କରନ୍ତି। ସେଭଳି ଓଦଣ୍ଡି ମାଇକିନା କିଛି ମାରିବ, ଶାଶୁ ଶ୍ୱଶୁରଙ୍କୁ ଯିଏ ନ ମାରିଲେ ସେ ଘଇତାକୁ ମାରିବ। ଆଚ୍ଛା, ଝିଅ ମାନେ କଣ କହୁଛନ୍ତି? ମାର ଦୋଷ ନା ଭାଇ? ଆସୁଛନ୍ତି ଦେଖୁଛନ୍ତି ତ ମାର ଦୋଷ ସବୁ। ଆଉ ଭାଉଜ କଣ କହିବି? ଝିଅ ମାନେ ଦେଖୁଛନ୍ତି ମାର ଦୋଷ। ତାପରେ ଝିଅ ମାନଙ୍କ ଘରକୁ ଗଲେ ଝିଅ ମାନଙ୍କୁ କାଢିବେ। ଯୋଉ ବୋଉଟି କରିକି ଆଣିଛନ୍ତି ତାକୁ ଟିକେ ଝିଅ ଭଳିଆ ଦୃଷ୍ଟିରେ ରଖିଲେ। ଝିଅ ଭଳିଆ ଦୃଷ୍ଟି ନା କାଢୁଛି ନିରାଶକୁ। ଏଇ ଯୋଉ ଘରେ ହେଇଗଲାଣି ନାତି, ତାକୁ କମ କାଢିବ, ସେ ଝିଅକୁ କମ କାଢିବ। ଆଦ୍ୟରୁ ନାଇଁ? ଆଦ୍ୟରୁ ତାପରେ ଭାଗ୍ୟ ତାଙ୍କୁ କରିଦେଲା, ମାଗିକି ଖାଇଲେ ଶେଷରେ। ଆଉ ଭାଗ୍ୟ ହେଲା ସେ କଣ ଖାଇ ଦଉନାହାନ୍ତି? ଦଉଛନ୍ତି ତଥାପି ଦଉଛନ୍ତି ତାର ମାଗିକି କଣ ଅଭ୍ୟାସ ନାଇଁ? ସେ ବୁଢା ଥିଲା, ସେ ବୁଢା ଥିଲା, ସେ ବୁଢା ସେ ବୁଢା ହେଲେ ପୁଅ ବୋହୂଙ୍କୁ ଟିକେ ଅଣହଳା କରିଦେବ। ପୁଅ ବୁଢା ଯିଏ ପୁଅ ବୋହୂଙ୍କୁ ଭଲ ପାଏ, ଭାରି ଭଲ। ସେ ବୁଢା ଥିଲାବେଳେ ବି ମଗାମଗି କରେ। ଆଇ ବୁଢାକୁ କାଢିବ, ବୁଢା ସମସ୍ତଙ୍କୁ କାଢିବ। ତମେ ଜାଣେ ଟିକେ କଣ କହିଦ କାଢିବ। ହେଇତା ନିଜ ନାତି, ତା ପୁଅର ନାତି। ଇଏ କଣ ବେରୋଜଗାରୀ ନା ଦବାକୁ ରାଜି ଅଛି? ସିଏ ନୁହଁ। ସେ ତାର ଶାଶୁକୁ ହଇରାଣ କରୁଥିଲେ। ହଁ, କଣ କରୁଥିଲେ? ହଇରାଣ ମାନେ ଖାଇବାକୁ ଦବନି, ଭାତ ହାଣ୍ଡିକି ନେଇକି ଶିକାର ଟଙ୍ଗେଇବ। ଆଉ ଏତେ ହଇରାଣ କରୁଥିଲେ ତାଙ୍କ ଶାଶୁକୁ। ବର୍ତ୍ତମାନ ଭାଇ ସିଏ ନିଜେ ତାର ନିଜେ କାଁ ବାରଦ୍ୱାର ହଉଛନ୍ତି। ତାକୁ ଭଗବାନ ପଠେଇଲେ ସେଇଭଳିଆ ଲୋକ, ତାକୁ ଦମନ କରିବାକୁ। ସେଇଭଳିଆ ବୋଉ ପଠେଇଲେ। ମାନେ କଳିଯୁଗରେ ଯେମିତି କରିବ ସେମିତି ପାଇବ। ସେ ତ ଶାଶୁକୁ ଏମିତି ହଇରାଣ କରୁଥିଲା, ଖାଇବାକୁ ଦିଏ ନା? ଖାଇବାକୁ ଦବନି ବା। ଓହୋ, ତ ଉଦ୍ଧତ ଥିଲେ ଆଉ ନାଇଁ କି? କାହିଁକି ମାଗି ଛକରେ ହେଇଯିବି କଣ କହିଲେ? ରାତି ପାଇଲା ଖାଲି କାଢୁଛି। ପୁଅ ବୋଉ ଖାଲି ପୁଅ ବୋହୁ ନାତି ନାତି ସମସ୍ତଙ୍କୁ ଦୋଷ ପ୍ରକୃତରେ ଆଙ୍କର ଦୋଷ ପ୍ରକୃତରେ ମାଗି ଖାଇବା ଅଭ୍ୟାସ। ଭଲ ଲୋକ ନୁହେଁ, ଗୋଟାଏ ବୋଲି ପୁଅ। ସେ କିନ୍ତୁ ଗୋଟାଇ ପୁଅ ସବୁ ଦବା ନା ରୋଷେଇ। ବୋହୁ ଆଜି ଯାଇ କିଛି କହୁନି, ଆଜି ଯାଇ କିଛି କହୁନି। ବୋଉ ଆଉ କିଛି କହୁନି ନା, ବୋଉ ଭଲ, ବୋହୁ ଭଲ, ପୁଅ ଭଲ। ଗାଁରେ ଚଳୁଛନ୍ତି ସେମାନେ ଭଲ ନୁହେଁ। ଇଏ ତାଙ୍କ ପ୍ରକୃତି ଖରାପ। ଏ ବୁଢୀ ଲୋକର ପ୍ରକୃତି ଖରାପ। କଣ କରୁଛନ୍ତି? ସମ୍ପାକଟା କରୁଛନ୍ତି। ହଁ ବା, ପଢାଇ। ଓହୋ, ସେଇଥିପାଇଁ ନିଜେ ଏମିତି ହଇରାଣ ହଉଛନ୍ତି। ତାହେଲେ ଆପଣ କହିବା କଥା, ଦୁନିଆରେ ରହିବା ପାଇଁ ହେଲେ କଣ କଲେ ଭଲ? କଣ କଲେ ଭଲ ହବ ତାକୁ ପୁଣି ନିଜେ ଅନୁତାପ କରିବା। ମାନେ କେମିତି ଚଳିବା କଥା ଆପଣ ଟିକେ କହିଲେ? କେମିତି ଚଳିବା କଥା କଣ? ପୁଅ ବୋହୂଙ୍କୁ ଯେବେ ଚର୍ଚ୍ଚା କରିବ, କିଛି ନାହିଁ। ସେ କଣ ତ ତାଙ୍କୁ ରାନ୍ଧିବାଡ଼ି ଦବ ନା କାମ ଧନ୍ଦା କରିବ? ସିଏ ତା ସେବା କରନ୍ତି। ସିଏ ଟିକେ କଢାବଟା କଲାକୁ ସିଏ ତା ସେବା କରୁନାହାନ୍ତି। ଦୁନିଆରେ କଣ ହେଲେ ତାକୁ ରାନ୍ଧିବାଡ଼ି ଖାଇବାକୁ ଦବାକୁ ଚାହୁଁଛନ୍ତି। ସେ କହୁଛି ମୁଁ ଖାଇବି, ମୁଁ ଭାତ ଖାଇବି। ମାଗି ଖାଇବାର ଅଭ୍ୟାସ। ପଳେଇ ଦୋକାନରୁ ପୋଡ଼ ଆଣେ, ଇଏ ଆଣେ, ସେ ଆଣେ। ଦୁନିଆ ଲୋକଙ୍କୁ ମାଗିକି 5 ଟଙ୍କା 10 ଟଙ୍କା ଆଣୁଛି, ଭତ୍ତା ପାଉଛି। ମାନେ ଆପଣ କହିଲେ ପୁଅ ବୋଉର ଦୋଷ ନୁହଁ? ପୁଅର କିଛି ଦୋଷ ନାହିଁ, କିଛି ଦୋଷ ନାହିଁ। ତା ନାତୁଣୀ ଅଛି, ସବୁ କରନ୍ତା। ନାତୁଣୀ ତା ଛୁଆ ପିଲା ଅଛି, ତାଙ୍କୁ କାଢୁଛି। ତାଙ୍କୁ କାଢୁଛି, ତାଙ୍କୁ ବି କାଢୁଛି, ଆମକୁ ବି ତ କାଢୁଛି, ସମସ୍ତଙ୍କୁ କାଢୁଛି।
ଏ ଘର ଘରେ ପଡ଼ିଛି କାହା କଥା ଭଲ ଅଛି ତାହେଲେ ଏତେ ବର୍ଷ ବୟସରେ ଯାଇକି ମଗାମଗି କରୁଛନ୍ତି ନା ତା ପ୍ରକୃତି ଆଉ ମାନେ ପୁଅ ପୁଅର ଦୋଷ ନାହିଁ। କିଛି ଦୋଷ ନାହିଁ ମୋର କିଛି ନାହିଁ। ଟିକେ ଆଡକୁ ଆସନ୍ତୁ। ସେ ନା ଖାଇବା ପିଇବା ପାଇଁ ଆମେ ଦେଖନ୍ତୁ ସେ ଖାଇବା ପିଇବା ପାଇଁ ନଦେଲା ତା ଦୋଷ ନାହିଁ। ସିଏ ତ ଦବା ପାଇଁ ପ୍ରସ୍ତୁତ ସେ ଦେଲେ ତୁ ଫୋପାଡ଼ି ଦଉଛୁ ତୋର ଭଲ ମନ୍ଦ ଜିନିଷ ଖାଇବୁ ସିଏ ଯାହା ଖାଇବେ ତତେ ଦେବେ ନା ତଥାପି ତା ଦେହରେ ବି ଭଲ ମନ୍ଦ ଦଉଛନ୍ତି ସିଏ କୋଉଠି ସମ୍ପା କଟା ସବୁ କରୁଛୁ ସବୁବେଳେ କଢା ବଟା କଲାକୁ ସିଏ ବିରକ୍ତ ହେଇଯାଉଛନ୍ତି ସିଏ ବିରକ୍ତ ଆମେ ଗାଁରେ ବିରକ୍ତ ହେଇଯାଉଛୁ ଲୋକ ବି ବିରକ୍ତ। ରାତିରୁ ଉଠିବୁ ତୁ କାଢିବୁ କିଏ ବିରକ୍ତ ନ ହବ ଏଇଭଳିଆ ଆଉ ତାହେଲେ ଆପଣ କହିବା କଥା ଦୁନିଆରେ ରହିବା ପାଇଁ ହେଲେ କଣ କଲେ ଭଲ? କେତେ ମାନେ ନିଜ ପିଲାଙ୍କୁ ଟିକେ ଦୃଷ୍ଟିରେ ଦେଖିବା କଥା ନା ଆଉ ସେ ବେଦୃଷ୍ଟି ହେଇଯାଉଛି ସେଠୁ ଅନେଇବେ କଣ ତଥାପି ତ କିଛି କହୁନାହାନ୍ତି କହୁନାହାନ୍ତି କିଛି କହୁନାହାନ୍ତି ଏତେ କାଢିବ ଏଇଠି ଯିବ କାଢିବ କିଛି କହିବେନି ତାଙ୍କ ପାଖରେ ଖାଉଛନ୍ତି? ହଁ ତାଙ୍କ ହେଇ ଭାବିଦେଲା ଘରେ ଗୋଟେ ଘର ବଖରା ଛାଡ଼ି ଦେଇଛି ଏ ଗାଁ ନାଁ କଣ? ବିଜୟନଗର ବିଜୟନଗର। ତାଙ୍କ ନାଁ କଣ? ତାଙ୍କ ପୁଅ ନା? ତା ପୁଅ ନାଁ ହଉଛି ଗୌରାନାଥ ଗୋରା? ଗୌରାନାଥ ତା ବୋହୂ ନାଁ ବନୀନାଥ ଦୋଷ ହଉଛନ୍ତି ତାଙ୍କର ଏ ପ୍ରବଳ ଦୋଷ ତାର ୟାର ସେଇ ବୋହୂରୁ ମୁଣ୍ଡ ଦୋଷ ଅଛି କି? ନାଇଁ ମୁଣ୍ଡ ଦୋଷ ନାହିଁ। ମୁଣ୍ଡ ଦୋଷ ସେ ସେଇ ବୋହୂରୁ କଢା ବଟା କରେ ଲୋକଙ୍କୁ କାହାକୁ ଭଲ ପାଏ ନା ଗୋଟେ ଆମ୍ବ ଗଛ ଥିଲା ସେ ପିଲା ଯିବ ଗୋଟେ ଆମ୍ବ ଖାଇଦେବେ କାଢିବ ବାଟ ମାନେ ବୟସ ବେଳୁ ବୟସ ଇଏ ଗୋଟେ ନାତି ତ କିଏ ଇଏ ଯେ ଗଲେଛି ତାଙ୍କୁ କଣ କାଢିବ ଏ ତାଙ୍କ ନାତି ଏମାନେ ସବୁ କାମ କରି ଚଳୁଛନ୍ତି ଆଉ ନାଇଁ କି?